ପିଲାମାନେ ଆଜି ଆଲୋଚନା କରିବା ଦ ବ୍ରୁକ୍ ଝରଣା ବାय ଲର୍ଡ଼ ଆଲଫ୍ରେଡ଼ ଟେନିସନ୍। ତ ପିଲାମାନେ ଲର୍ଡ଼ ଆଲଫ୍ରେଡ଼ ଟେନିସନ୍ ଗ୍ରେଟ୍ ବ୍ରିଟେନର ଲାଙ୍କାସାୟରରେ ଏକ ଧର୍ମଯାଜକଙ୍କ ବୃହତ ପରିବାରରେ ଜନ୍ମ ହୋଇଥିଲେ। ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଶିକ୍ଷାପ୍ରାପ୍ତ ହୋଇଥିଲେ। ସେ 1827 ମସିହାରେ ପୋଏମ୍ସ ବାଏ ଟୁ ବ୍ରଦର୍ସ ନାମକ ତାଙ୍କର ଏକ ପ୍ରଥମ କବିତା ଗ୍ରନ୍ଥ ପ୍ରକାଶ କରିଥିଲେ। ତାଙ୍କର ସର୍ବାଧିକ ଜନପ୍ରିୟ କବିତାମାନଙ୍କ ମଧ୍ୟରେ ଦ ଲେଡି ଅଫ୍ ସାଲୋଟ୍, ୟୁଲିସେସ୍, ଇନ୍ ମେମୋରିୟମ୍, ମଡ୍, ଟିଥୋନସ୍ ଏବଂ ଇଲିଆଡ଼ ଅଫ୍ ଦ କିଙ୍ଗ ଏଗୁଡ଼ା ସବୁ ଫେମସ୍। ସାମଗ୍ରିକ ଭାବେ ତାଙ୍କର କବିତା ଭାବପ୍ରବଣତା ଏବଂ ବାସ୍ତବତାର ଏକ ଅଦ୍ୱିତୀୟ ମିଶ୍ରଣ ଅଟେ। ଦକ୍ଷତା ଏବଂ ସଙ୍ଗୀତକାରର ଏକ ରୂପାୟନ। ଟେନିସନ୍ ଭିକ୍ଟୋରିଆ ଯୁଗର ଥିଲେ, ଯାହାକି ଇଂଲିଶ ଲିଟରେଚରରେ ସନ୍ଦେହ ଓ ବିଶ୍ୱାସର ଦ୍ୱନ୍ଦାତ୍ମକ ଯୁଗ ଥିଲା। କେଉଁଟା? ଭିକ୍ଟୋରିଆନ୍ ଏଜ୍। ତାଙ୍କ କବିତା ଭଗବାନଙ୍କ ବିଷୟରେ ସନ୍ଦେହ ଓ ପାରମ୍ପରିକ ଧର୍ମ ଓ ଭଗବାନଙ୍କ ଉପରେ ବିଶ୍ୱାସର ଦ୍ୱନ୍ଦ୍ୱକୁ ପ୍ରତିବିମ୍ବିତ କରିଥାଏ। ଯାହା ହେଉ, ଏହା ବିଜ୍ଞାନ ଓ ଆଧ୍ୟାତ୍ମିକ ବିଶ୍ୱାସ ମଧ୍ୟରେ ବିରୋଧାଭାବ ମଧ୍ୟରେ ଏକ ସମାଧାନର ସୂତ୍ର ନିରୂପଣ କରି ଆଶା ସଞ୍ଚାର କରିଛି। ତ ଲର୍ଡ଼ ଆଲଫ୍ରେଡ଼ ଟେନିସନ୍ଙ୍କ ବିଷୟରେ ଆମେ ଜାଣିଲେ। ଏବେ ଜାଣିବା ଦ ବ୍ରୁକ୍ ବିଷୟରେ। କ'ଣ ହେଇଛି ନା, ଦ ବ୍ରୁକ୍ ପୋଏମ୍ଟି ଲେଖା ହେଇଥିଲା 1866ରେ। ଏଇଟା ଗୋଟେ ବାଲାଡ଼ଟେ। ଆର ହେଉଛି 13ଟା ଷ୍ଟାଞ୍ଜା, ମାନେ 1352ଟା ଲାଇନ୍, ହେଲା କି। ଏଟା ବଡ଼ କବିତାଟେ। আর রাইমিং স্কিম হচ্ছে কোণ এ বি এ বি। আর থিমটা হচ্ছে বিউটি অফ নেচর অ্যান্ড হ্যুমানিটি ভর্সেস নেচর। কোণ না দ ব্রুক গোটে কবিতাটি গোটে ক্ষুদ্র পাহাড়ি ঝরଣାর আত্মজীবনী ହେଲା। ଏହି କବିତାରେ କବି ନିଜକୁ ଜଣେ ବ୍ୟକ୍ତି ଭାବରେ ପରିଚିତ କରି କ୍ଷୁଦ୍ର ପାହାଡ଼ି ଝରଣାଟି ନିଜର କାହାଣୀ ବର୍ଣ୍ଣନା କରିଛି, ଯାହାକି ପ୍ରତ୍ୟେକ ମାନବ ଜୀବନ ସହିତ ଏକ ସମାନ୍ତରାଳ ରେଖା ଅଙ୍କନ କରିଛି। ବଣୁଆ ମୂଲକରୁ ଏହା ଉତ୍ପତ୍ତି ଲାଭ କରି ପ୍ରବାହିତ ହୋଇ ପୁଣି ପୂର୍ଣ୍ଣଗର୍ଭା ନଦୀରେ ମିଶିଛି। କିଏ? ବ୍ରୁକ୍। ତେଣୁ ମନୁଷ୍ୟ ମରଣଶୀଳ, କିନ୍ତୁ ପ୍ରକୃତିର ପ୍ରତ୍ୟେକ ପଦାର୍ଥ ଅମର ବା ଚିରନ୍ତନ। ଝରଣାଟି ପୂର୍ଣ୍ଣଗର୍ଭା ନଦୀରେ ମିଶିବା ପୂର୍ବରୁ ଅନେକ ଉତ୍ଥାନ ପତନ ଦେଇ ଗତି କରିଥାଏ। ସେହିପରି ମନୁଷ୍ୟ ତା'ର ମୃତ୍ୟୁ ପୂର୍ବରୁ ଜୀବନରେ ଅନେକ ଉତ୍ଥାନ ପତନକୁ ସାମ୍ନା କରେ। କବି ଜଣାଇ ଦେବାକୁ ଚାହିଁଛନ୍ତି ଯେ ଝରଣା ଭଳି ମଣିଷର ଜୀବନଯାତ୍ରା ମଧ୍ୟ ଏତେ ସହଜ ନୁହେଁ। ଜାଣିପାରିଲ ତା'ର ଥିମ୍ଟା। ଏବେ ସେ ପୋଏମ୍ର ସମରି ମୁଁ କହିଦେବି, ଲାଇନ୍ ବାଇ ଲାଇନ୍, ବହୁତ ଟିକେ ସମୟ ଲାଗିବ। ସମରି କହିଦେବି ଓଡ଼ିଆରେ, ତୁମେ ମନେ ରଖିବ। ଓକେ, ଖୁବ୍ ସୁନ୍ଦର ତା'ର ସମରିଟା। କ'ଣ ହେଇଛି ନା, ଟେନିସନ୍ କହିଛନ୍ତି ଝରଣାଟି କହିଛି ଯେ ସେ ସେହି ସ୍ଥାନରୁ ଉତ୍ପତ୍ତି ଲାଭ କରିଛି ଯେଉଁଠାରେ କୁଟ୍ ଓ ହେରନ୍ ପରି ଜଳଚର ପକ୍ଷୀମାନେ ସଦାସର୍ବଦା ବିଚରଣ କରନ୍ତି। ସେଠାରୁ ସେ ହଠାତ୍ ଉତ୍ପତ୍ତି ଲାଭ କରି ଏକ ଉପତ୍ୟକା ଦେଇ ଖୁବ୍ ଜୋରରେ ଶବ୍ଦ କରି ତଳକୁ ପ୍ରବାହିତ ହୋଇଥାଏ। ଏହା ତା'ର ଅନ୍ତହୀନ ଯାତ୍ରାକୁ ଅବ୍ୟାହତ ରଖିଥାଏ। ଏହା ପାହାଡ଼, ସଂକୀର୍ଣ୍ଣ ଗିରିମାଳା, ସହର, ଗ୍ରାମ ଏବଂ ପୋଲ ଆଦିକୁ ଅତିକ୍ରମ କରି ପ୍ରବାହିତ ହେଉଛି। ଏହା କ୍ଷିପ୍ର ଗତିରେ ପ୍ରବାହିତ ହୋଇଥାଏ। ଏହାର ଶବ୍ଦ ତା'ର ମନର ଭାବନାକୁ ପରିପ୍ରକାଶ କରିଥାଏ। ଯେତେବେଳେ ଛୋଟ ଛୋଟ ଶିଳା ବା ପଥର ଖଣ୍ଡ ଉପରେ ବହି ଯାଉଥାଏ, ଏହା ଆନନ୍ଦରେ ଥିବା ଭଳି ଶବ୍ଦ କରେ। ଅନେକ ବାଙ୍କ ସୃଷ୍ଟି କରି ଅଙ୍କା ବଙ୍କା ପଥ ଦେଇ ଗତି କଲାବେଳେ ଏହା କ୍ରୋଧିତ ଥିଲା ଭଳି ଜଣାପଡ଼େ। ଏହା ଉଇଲ ଓ ମ୍ୟାଲୋ ପରି ବୃକ୍ଷ ଓ ଅନେକ ପୁଷ୍ପ ବୃକ୍ଷ ଓ ମାଛମାନଙ୍କୁ ପ୍ରଜନନ ସ୍ଥଳ ଓ ଆଶ୍ରୟ ଯୋଗାଇ ଦେଇଥାଏ। ଏହା ପୃଷ୍ଠଦେଶରେ ଅନେକ ପୁଷ୍ପ ପ୍ରସ୍ଫୁଟିତ ହୋଇଥାଏ। ଏହାର ପ୍ରବାହ ଖଣ୍ଡ ଖଣ୍ଡ ଫେଣ ଓ ରୂପେଲି ଜଳ ତରଙ୍ଗ ସୃଷ୍ଟି କରିଥାଏ। ଏହା ପାଣି ଏତେ ପରିଷ୍କାର ଯେ ଏହାର ତଳଭାଗ ସ୍ପଷ୍ଟ ଭାବରେ ଦେଖିହୁଏ
ଉଛୁଳା ନଦୀରେ ମିଶିବାକୁ ବହିଗଲା ବେଳେ ଏହା ତା ସହିତ ସବୁକିଛି ବୋହି ନେଇଯାଇଥାଏ। ଏହା ଶାନ୍ତ ଭାବେ ବଗିଚା ଓ ଘାସ ପଡ଼ିଆ ସବୁ ଦେଇ ବହିଯାଏ। ଏହା କ୍ଷୁଦ୍ର ହାଜେଲ ବୃକ୍ଷ କଡ଼ ଦେଇ ବହିଯାଏ। ପ୍ରେମିକ ଓ ପ୍ରେମିକାମାନେ ଏହା କୂଳରେ ଭେଟି ପରସ୍ପରକୁ ଫରଗେଟ୍ ମି ନଟ୍ ପୁଷ୍ପ ଉପହାର ଦେଇଥାନ୍ତି। ତ ଟିଟିଭ ପକ୍ଷୀ ଗୁଡ଼ିକ ଏହା ଉପର ଦେଇ ଉଡ଼ିଗଲା ବେଳେ ଏହାର ଜଳକୁ ଛୁଇଁ ଯାଆନ୍ତି। ସୂର୍ଯ୍ୟ ରଶ୍ମି ତା'ର କାଚ କେନ୍ଦୁ ଭଳି ଚକଚକ୍ କରୁଥିବା ପାଣି ଉପରେ ନୃତ୍ୟ କରେ। ଏହା ଅନ୍ତହୀନ ଦିଗରେ ପ୍ରବାହିତ ହେବା ବେଳେ ଏହା ଆନନ୍ଦରେ ଖସିଯାଏ, ଗଡ଼ିଯାଏ, ବିଷର୍ଣ୍ଣ ଓ ଆନନ୍ଦରେ କଟାକ୍ଷ ଦୃଷ୍ଟିରେ ଚାହିଁ ରହିଥାଏ। ରାତିର ଚନ୍ଦ୍ର ଓ ତାରାମାନଙ୍କର ଝାପ୍ସା ଆଲୋକରେ ଝରଣାଟି କଣ୍ଟାବଣ ଦେଇ ଗତି କଲାବେଳେ ମନମୁଗ୍ଧକର କୁଳୁକୁଳୁ ନାଦ କରିଥାଏ। ପଥର ଖଣ୍ଡ ପୂର୍ଣ୍ଣ ବନ୍ଧ ଉପରେ ଏହାର ଆଳସ୍ୟ ଢଙ୍ଗରେ ଗତି କରିଥାଏ। ଏହା ଅଙ୍କାବଙ୍କା ପଥ ଦେଇ ଉଛୁଳା ନଦୀରେ ମିଶିବାକୁ ବହିଯାଏ। ଏହାର ଯାତ୍ରୀମାନେ ସୀମାହୀନ ପରି ପ୍ରତୀୟମାନ ହୁଏ। ଏହା ଆମକୁ ଏହି ବାର୍ତ୍ତା ଦେଇଥାଏ, ଲୋକମାନେ ଆସନ୍ତି ଓ ଯାଆନ୍ତି, କିନ୍ତୁ ମୁଁ ସର୍ବଦା ପ୍ରବାହିତ ହେଉଥାଏ। ଖୁବ୍ ସୁନ୍ଦର କବିତା ପିଲାମାନେ, ମୁଁ ଆଶା କରୁଛି ତୁମେମାନେ ବୁଝିପାରିଥିବ। ମୁଁ ନୋଟ୍ ମଧ୍ୟ ପ୍ରୋଭାଇଡ଼ କରିଦେବି। ଆଜି ପାଇଁ ଏତିକି। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।